ଲର୍ଣ୍ଣର୍ସ ପଏଣ୍ଟକୁ ଆପଣମାନଙ୍କୁ ସ୍ୱାଗତ। ସ୍କ୍ରିନ୍ ଦେଖି ଆପଣମାନେ ଜାଣିପାରୁଥିବେ ଯେ ଆଜିର ଭିଡ଼ିଓରେ ଆମେ କାହା ସମ୍ପର୍କରେ ଆଲୋଚନା କରିବା। ତେବେ ହଁ, ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ପ୍ରତିଭା ରାୟଙ୍କ ସମ୍ପର୍କରେ ଏବଂ ପ୍ରତିଭା ରାୟଙ୍କ ସମ୍ପର୍କିତ ଏହା ହେଉଛି ଆମର ତୃତୀୟ ଭିଡ଼ିଓ। ପୂର୍ବରୁ ଦୁଇଟା ଭାଗରେ ଆମେ ତାଙ୍କର ଉପନ୍ୟାସମାନଙ୍କରେ ରହୁଥିବା ତାଙ୍କର ବିଷୟବସ୍ତୁ, ପୁଣି ଅନ୍ୟ ଏକ ଭାଗରେ ତାଙ୍କର ଉପନ୍ୟାସମାନଙ୍କରେ ସଂସ୍କୃତି ତଥା ନୌବାଣିଜ୍ୟ ତଥା ଅନ୍ୟାନ୍ୟ ଦିଗମାନଙ୍କର କୋଉଭଳି ଭାବରେ ପ୍ରତିଫଳନ ରହିଛି ତାହା ସମ୍ପର୍କରେ ଆଲୋଚନା କରିଛନ୍ତି। ଯଦି ଆପଣମାନେ ସେଇ ଭିଡ଼ିଓ ଗୁଡ଼ିକ ଦେଖିନାହାନ୍ତି, ତେବେ ଉପରେ ଆଇ ବଟନରେ ମୁଁ ସେଇ ଭିଡ଼ିଓ ଗୁଡ଼ାକର ଲିଙ୍କ ଦେଇଦେଇଛି। ସେଇ ଭିଡ଼ିଓ ନିଶ୍ଚୟ ଦେଖନ୍ତୁ ଏବଂ କିପରି ଲାଗିଲା ଆଲୋଚନା କମେଣ୍ଟ ବକ୍ସରେ ମୋତେ ନିଶ୍ଚୟ ଜଣାଇବେ। ତେବେ ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ଲେଖିକାଙ୍କର ଉପନ୍ୟାସମାନଙ୍କରେ ନାମକରଣରେ ସ୍ୱାତନ୍ତ୍ର୍ୟ। ଏବେ ଆପଣମାନେ ବି ଜାଣିଛନ୍ତି ଯେ ପ୍ରତିଭା ରାୟ କେବଳ ତାଙ୍କ ଉପନ୍ୟାସର ବିଷୟବସ୍ତୁ ପାଇଁ ନୁହଁ, ତାଙ୍କ ଉପନ୍ୟାସମାନଙ୍କର ନାମକରଣ ପାଇଁ ମଧ୍ୟ ଜଣାଶୁଣା। ତେବେ ସେଇ ନାମକରଣରେ ତାଙ୍କର ଯୋଉ ସ୍ୱାତନ୍ତ୍ର୍ୟ ରହିଛି ତା ସମ୍ପର୍କରେ ଆଲୋଚନା କରିବା ତଥା ତାଙ୍କର ଉପନ୍ୟାସମାନଙ୍କର ଅନ୍ୟ ଏକ ଦିଗ ହେଉଛି ପୌରାଣିକ କାହାଣୀମାନ। ତେବେ ଆଜି ଆମେ ଏଇଭଳି କିଛିଟା ଉପନ୍ୟାସ ସମ୍ପର୍କରେ ଦେଖିବା ଯୋଉଥିରେ କି ନାମକରଣରେ ସ୍ୱାତନ୍ତ୍ର୍ୟ ତଥା ପୌରାଣିକ କାହାଣୀ ସମ୍ବଳିତ ବିଷୟବସ୍ତୁ ଦେଖିବାକୁ ମିଳୁଛି। ତେବେ ଆଲୋଚନାଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ ଏବଂ କିପରି ଲାଗିଲା କମେଣ୍ଟ ବକ୍ସରେ ମୋତେ ଜଣାଇବେ। ଯଦି ଆପଣମାନେ ଏନ୍ଟିଏୟୁଜିସି ନେଟ୍ କିମ୍ବା ଏସ୍ଏସ୍ବି ପିଜିଟି ଓଡ଼ିଆ ତଥା ଓପିଏସ୍ସି ପିଜିଟି ଓଡ଼ିଆ ଏବଂ ଅନ୍ୟାନ୍ୟ କିଛି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥାନ୍ତି, ତାହେଲେ ତା ପାଇଁ ଆମ ପାଖରେ ଷ୍ଟ୍ରକ୍ଚରାଇଜ୍ଡ କୋର୍ସ ରହିଛି। ତ ଆମ ସହିତ ନିଶ୍ଚୟ ଯୋଗାଯୋଗ କରିପାରିବେ। ଆମର ଯୋଗାଯୋଗ ନମ୍ବର 9040840869 କିମ୍ବା ଡେସ୍କ୍ରିପସନରେ ଆମର ଟେଲିଗ୍ରାମ ଗ୍ରୁପର ଲିଙ୍କ ମଧ୍ୟ ରହିଛି। ତା ମାଧ୍ୟମରେ ଆମ ସହିତ ଯୋଗାଯୋଗ କରିପାରିବେ। ତେବେ ଚାଲନ୍ତୁ ଏବେ ଆମର ଆଲୋଚନା ଆରମ୍ଭ କରିବା। ତେବେ ଯେମିତି ମୁଁ କହିଲି ପିଲାମାନେ, ତ କୌଣସି ଏକ ସାହିତ୍ୟର ଦିଗ କଥା ଯଦି ଆମେ ଆଲୋଚନା କରନ୍ତି, ତେବେ ନାମକରଣ ହେଉଛି ତାର ଅନ୍ୟ ଏକ ଦିଗ। ସୃଷ୍ଟି ସ୍ୱସ୍ଥିତି ପାଇଁ ପରିଚୟର ଆବଶ୍ୟକତା କରିଥାଏ ବା ପରିଚୟ ଆବଶ୍ୟକ ରହିଥାଏ ତା ପାଇଁ। ସେଇଥିପାଇଁ ଯେତେବେଳେ କୌଣସି ସାହିତ୍ୟିକ ନିଜର କୃତିଟିଏ ସୃଷ୍ଟି କରନ୍ତି, ତାହାର ନାମକରଣ ନିଶ୍ଚୟ କରେଇଥାନ୍ତି ଏବଂ ଶୀର୍ଷକ ମୁକୁଟ ପିନ୍ଧି ତାହା ହେଇଥାଏ ହୃଦୟସ୍ପର୍ଶୀ ଆଉ କାଳଜୟୀ। ନାୟକ ନାୟିକାଙ୍କର ନାମକୁ ଆଧାର କରି, ବିଷୟବସ୍ତୁକୁ ଆଧାର କରି କିମ୍ବା ଅନ୍ୟ କୌଣସି ଦିଗକୁ ଗୁରୁତ୍ୱ ଦେଇ ଏହି ସୃଚିମାନଙ୍କର ବା ଏହି ରଚନାମାନଙ୍କର ନାମକରଣ କରାଯାଇଥାଏ ପିଲେ। ତେବେ ଲେଖିକାଙ୍କ କଥା ଯଦି ଆମେ ଦେଖିବା, ତାହେଲେ ସେ ବହୁତ ସମୟରେ ନାୟକ ଏବଂ ନାୟିକାଙ୍କର ନାଁକୁ ନେଇ ନାମକରଣ କରିଥାନ୍ତି। ଯେମିତିକି ତାଙ୍କର ଉପନ୍ୟାସ ନୀଳତୃଷ୍ଣା। ଏଇ ନୀଳତୃଷ୍ଣା ଉପନ୍ୟାସରେ ପିଲେ ଆମମାନେ ଯଦି ଦେଖିବା, ତାହେଲେ ଏଥିରେ ନାୟକ ହେଉଛନ୍ତି ନୀଳଗ୍ରୀବ ଏବଂ ନାୟିକା ହେଉଛନ୍ତି ତୃଷ୍ଣା। ତୃଷ୍ଣା ଯିଏକି ନୀଳଗ୍ରୀବର ତୁଷୀ ଏବଂ ତାହାର ପ୍ରଥମ ପ୍ରେମିକା। ପରିଶେଷରେ ଉଭୟ ଭାଇ ଭଉଣୀ ସମ୍ପର୍କରେ ଆବଦ୍ଧ ହୋଇ ପରସ୍ପରର ଦୁଃଖ ବାଣ୍ଟିଛନ୍ତି। ଆଉ ସେମାନଙ୍କର ନାମ ଅନୁଯାୟୀ ହିଁ ନାମକରଣ ହେଇଛି ଏଇ ଉପନ୍ୟାସର ନୀଳତୃଷ୍ଣା। ସେମିତି ହିଁ ତାଙ୍କର ଅନ୍ୟ ଏକ ଉପନ୍ୟାସ ଆମେ ଦେଖନ୍ତି, ଯାହାକି ହେଉଛି ପିଲେ ଶିଳାପଦ୍ମ। ତେବେ ଏଇ ଶିଳାପଦ୍ମର ଉପନ୍ୟାସର ନାମକରଣ ସ୍ୱାତନ୍ତ୍ର୍ୟକୁ ମଧ୍ୟ ଲକ୍ଷ୍ୟ କରାଯାଇପାରେ। ପଦ୍ମପୀଠ ହେଉଛି କୋଣାର୍କ ଏବଂ ସେଠି ନିର୍ମିତ ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟ ପ୍ରସ୍ଫୁଟିତ ପଦ୍ମଠାରୁ କିଛି ମଧ୍ୟ କମ୍ ନୁହେଁ ଏବଂ ଲେଖିକା କହନ୍ତି, ସାରା ମନ୍ଦିରରେ ପଦ୍ମ ପୁଷ୍ପର ବିପୁଳ ସମ୍ଭାର। ସୂର୍ଯ୍ୟଦେବଙ୍କର ପାଦ ତଳେ ଶିଳାପଦ୍ମଟିଏ ଯେମିତି ଅର୍ଘ୍ୟ ଦେଇଛି ଉତ୍କଳ। ତେବେ ଏଇ ଶିଳାପଦ୍ମ ଶବ୍ଦ କୋଣାର୍କ ମନ୍ଦିର ପାଇଁ ଯେ ଉଦ୍ଦିଷ୍ଟ ଏବଂ ତାହା ହିଁ ଉପନ୍ୟାସ ପାଇଁ ନିର୍ବାଚିତ ନାମ ମଧ୍ୟ ସାଜିଛି। ସେମିତି ପରବର୍ତ୍ତୀ ଉପନ୍ୟାସ ହିସାବରେ ଆମେ ଦେଖିପାରିବା ତାଙ୍କର ମହାମୋହ ଉପନ୍ୟାସ ପିଲେ। ଏଇ ଉପନ୍ୟାସର ବି ନାମକରଣର ସ୍ୱାତନ୍ତ୍ର୍ୟତା ଆମକୁ ଦେଖିବାକୁ ମିଳିଥାଏ। ମନୁଷ୍ୟକୁ ଦୁଃଖ କଷ୍ଟ ଯନ୍ତ୍ରଣାରେ ଛଟପଟ କରିଥାନ୍ତି ତାର ବିଭିନ୍ନ ପ୍ରବୃତ୍ତି, ଯାହା ମଧ୍ୟରେ ମୋହ ଅନ୍ୟତମ। ଆଉ ଏହା ହିଁ ମଣିଷକୁ ଆଚ୍ଛନ୍ନ କରି କେତେବେଳେ ତାକୁ କୋଉ ଦିଗକୁ ଯେ ନିଏ ତାହା କେହି ମଧ୍ୟ କଳ୍ପନା କରିପାରନ୍ତି ନାହିଁ। ଏହିଭଳି ମୋହଗ୍ରସ୍ତ ହୋଇପଡ଼ିଛନ୍ତି ଦେବରାଜ ଇନ୍ଦ୍ର ଅହଲ୍ୟାଙ୍କର ଅନନ୍ୟ ସୌନ୍ଦର୍ଯ୍ୟର ଜାଲରେ। ଏହା ଅହଲ୍ୟା ନୁହନ୍ତି, ସେ କୌଣସି ରୂପସୀ ପ୍ରତି ସେ ଆକର୍ଷିତ ହେଇଥାନ୍ତି ଆଉ କୌଣସି ଉପାୟରେ ଅନେକଙ୍କୁ ସେ ଅଙ୍କଶାୟିନୀ ମଧ୍ୟ କରନ୍ତି। ଆଉ ଲୋକବିଶ୍ୱାସ ମଧ୍ୟ ରହିଛି ଯେ ଯେପରି ସୁରାସକ୍ତ ବ୍ୟକ୍ତି ନାରୀ ପ୍ରତି ଦୁର୍ବଳତା ପ୍ରଦର୍ଶନ କରେ, ସେହିପରି କାମାସକ୍ତ ଇନ୍ଦ୍ରଦେବ ମଧ୍ୟ ନାରୀ ପ୍ରତି ଅତ୍ୟନ୍ତ ଦୁର୍ବଳତା ପ୍ରଦର୍ଶନ କରନ୍ତି। ନାରୀ ଜନିତ ବ୍ୟାପାରରେ ମାନବୀ, ଅସୁରୀ, ଆର୍ଯ୍ୟା, ଦାସୀ, କିନ୍ନରୀ, ଅପ୍ସରୀଙ୍କର ବାଛବିଚାର ସେ ରଖନ୍ତି ନାହିଁ। ଅହଲ୍ୟା ଋଷିପତ୍ନୀ ତଥାପି ଇନ୍ଦ୍ରମୁଗ୍ଧା ଏବଂ ଶୈଶବରୁ ସେ ଇନ୍ଦ୍ର ପ୍ରଶଂସିକା ଏବଂ
ସ୍ୱ ଇଚ୍ଛାରେ ସେ ନିଜକୁ ବାସବଙ୍କୁ କାୟ ମନୋବାକ୍ୟରେ ସମର୍ପଣ କରିଛନ୍ତି ବୋଲି ସେ କହୁଛନ୍ତି। ପୁଣି ବିଦାୟ ବେଳରେ ବି ସେ କହୁଛନ୍ତି, ହେ ଇନ୍ଦ୍ରଦେବ, ମୁଁ କୃତଜ୍ଞ, ତୁମେ ମୋତେ ପୂର୍ଣ୍ଣତାର ଉପଲବ୍ଧି ଦେଇଛ, ତୁମେ ମୋର ଜଡକ୍ଷୀଭୂତ ନାରୀତ୍ୱକୁ ଉଜ୍ଜୀବିତ କରୁଛ। ମହାମୋହ ଉପନ୍ୟାସର ଏହା ଏକ କୋଟେସନ ପିଲେ। ତେବେ ମହର୍ଷି ଗୌତମ ଅହଲ୍ୟାଙ୍କର ସିଏ ହଉଛନ୍ତି ଗୁରୁ, ପୁଣି ପତି ମଧ୍ୟ। ତିନୋଟି ପୁତ୍ରଙ୍କର ସେ ଜନନୀ ତାଙ୍କର। ଅହଲ୍ୟାଙ୍କର ଏଇ ଦଶ ଦୋଷ କ୍ଷମା କରିବାକୁ ବିବାହ ବେଦୀରେ ପ୍ରତିଜ୍ଞାବଦ୍ଧ। କିନ୍ତୁ ଗୋଟିଏ ଭୁଲ ତାଙ୍କ ଦ୍ଵାରା କ୍ଷମଣୀୟ ହେଇ ନାହିଁ, କାରଣ ବ୍ରହ୍ମର୍ଷି ହବାର ମୋହ ତାଙ୍କୁ ଗ୍ରାସ କରିଛି ଏବଂ ସେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ମୋ ହୃଦୟର କ୍ରୋଧ ମତେ ଶୁଷ୍କ, ନିରସ, କଠୋର ହୃଦୟହୀନ କରିଦେଇଥିଲା। ଏବଂ ଉପନ୍ୟାସର ପରିସମାପ୍ତି ସହିତ ପରିସମାପ୍ତି ଘଟିଛି ଇନ୍ଦ୍ରଙ୍କର ପଦବୀ ମୋହ, ଅହଲ୍ୟାଙ୍କର ଇନ୍ଦ୍ରମୋହ ଏବଂ ଗୌତମଙ୍କର ବ୍ରହ୍ମର୍ଷି ମୋହରୁ। ତେଣୁ ଉପନ୍ୟାସ ବା ଉପନ୍ୟାସିକା ଏହି ଲେଖାର ନାମକରଣ କରିଛନ୍ତି ମହାମୋହ ନାମରେ। ପରବର୍ତ୍ତୀ ସେମିତି ତାଙ୍କର ପ୍ରଥମ ସମୟର ଉପନ୍ୟାସ ପିଲେ ବର୍ଷା ବସନ୍ତକୁ ଆମେ ଦେଖିପାରିବା ମାନେ ଉଦାହରଣ ହିସାବରେ। ତ ଏହାର ନାମକରଣ ସେ କରିଛନ୍ତି ପିଲେ ଋତୁକୁ ଭିତ୍ତି କରି। ଗୋଟେ ସାକ୍ଷାତକାରରେ ସେ ନିଜେ କହିଛନ୍ତି ଯେ ଉପନ୍ୟାସର ଅ ଆ ମଡଉଥିବା ବେଳେ ବର୍ଷା ବସନ୍ତ ବୈଶାଖର ସୃଷ୍ଟି ଆମେ ବର୍ଷକ 12 ମାସ ଏବଂ 6 ଋତୁର ନାମକରଣ କରିଛେ ଏବଂ ତାକୁ ହିଁ ଗାଣିତିକ ସୂତ୍ରରେ ଅନୁଭବ ମଧ୍ୟ କରିଛେ। ବାସ୍ତବରେ ଏ ସବୁ ବାହାରେ ଅନେକ ଋତୁ ଆମ ଚେତନାକୁ ଛୁଇଁଯାଏ, ଯାହାର କି ନାମକରଣ ଆମେ କରିପାରୁ ନାହୁଁ। ତ ଏଇ ଧରଣର ଲେଖା ସିଏ ଦେଇଛନ୍ତି ପିଲେ ବର୍ଷା ବସନ୍ତ ବୈଶାଖର ନାଁ ହିସାବରେ। ପୁଣି ଆମେ ଦେଖନ୍ତି ତାଙ୍କର ଅନ୍ୟ ଏକ ଉପନ୍ୟାସ ଯାହାର କି ନାଁ ହଉଛି ପିଲେ ମହାରାଣୀ ପୁତ୍ର। ଏଇଟାକୁ ମଧ୍ୟ ଆମେ ଏକ ଉଦାହରଣ ହିସାବରେ ନେଇପାରିବା। ଭୂୟାଁ ନେତା ଧରଣୀଧରଙ୍କୁ ପୁତ୍ର ଭାବରେ ମହାରାଣୀ ବିଷ୍ଣୁ ପାଟ ମହାଦେଇ ସ୍ୱୀକାର କରିବା ପରେ ସିଏ ମହାରାଣୀ ପୁତ୍ର ଭାବରେ ମଧ୍ୟ ପରିଚିତ ହେଇଛନ୍ତି। ତା ସହ ପୁଣି ସିଏ ସବୁ ସମୟରେ ମାଟି ମହାରାଣୀ, ଧର୍ତ୍ତନୀ ମହାରାଣୀ ବୋଲି ସେ ନାମିତ କରୁଛନ୍ତି ଏବଂ ଏଇ ଧର୍ତ୍ତନୀ ମହାରାଣୀ ପୁତ୍ର ମନେକରି ଗର୍ବ ଅନୁଭବ କରୁଥିଲେ। ସେଇଥିପାଇଁ ତାଙ୍କର ଯୋଉ ବିପ୍ଳବୀ ଜୀବନ ଆଉ ଜଗତ କଲ୍ୟାଣର ଯୋଉ ଭାବ ତାକୁ କେନ୍ଦ୍ର କରିକି ଯୋଉ ଉପନ୍ୟାସ ଲେଖା ହେଇଛି, ସେଇ ଉପନ୍ୟାସର ନାମକରଣ କରିଛନ୍ତି ସିଏ ମହାରାଣୀ ପୁତ୍ର। ସେମିତି ହିଁ ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ପିଲେ ଯାହାକି ଯାଜ୍ଞସେନୀ, ୟାକୁ ବି ଆମେ ଅନ୍ୟ ଏକ ଉଦାହରଣ ଭାବରେ ଗ୍ରହଣ କରିପାରିବା। ଏଇ ଯୋଉ ଯାଜ୍ଞସେନୀ ଉପନ୍ୟାସ, ଏଥିରେ ଯାଜ୍ଞରୁ ସମ୍ଭୂତା ଯିଏ ସିଏ ହେଉଛନ୍ତି ଯାଜ୍ଞସେନୀ। ଅପମାନିତ, ଅସମ୍ମାନିତ ନାରୀ ସମାଜର ସିଏ ହେଉଛନ୍ତି ପ୍ରତୀକ। ଦୁର୍ଯ୍ୟୋଧନ ରୂପୀ ମାନି ଆଉ ପ୍ରତିହିଂସା ପୋଷଣ କରୁଥିବା ପୁରୁଷଙ୍କ ଦ୍ଵାରା ସେ ସବୁ ସମୟରେ ପୀଡ଼ିତ। ତେଣୁ ଲେଖିକା ନିଜ ଲେଖାରେ କହୁଛନ୍ତି, ବିଶ୍ୱରେ ଏ ଯାବତ୍ ଏପରି ନାରୀ ଜନ୍ମ ଲାଭ କରିନାହିଁ ଯିଏ ଯାଜ୍ଞସେନୀଙ୍କ ଭଳି ନିର୍ଯାତିତା, ଲାଞ୍ଛନା, ମାନସିକ ସଙ୍କଟ ତଥା ସଂଘର୍ଷର ସମ୍ମୁଖୀନ ହୋଇଛି। ଆଉ ତାଙ୍କ ଜୀବନର ଚିତ୍ର ପ୍ରଦାନ କରିବାର ଯୋଉ ଉପନ୍ୟାସରେ ଚେଷ୍ଟା କରିଛନ୍ତି ସିଏ, ତାକୁ ସିଏ ନାମିତ କରିଛନ୍ତି ପିଲେ ଯାଜ୍ଞସେନୀ। ତ ଏଇଭଳି ଭାବରେ ନାମକରଣରେ ବି ଲେଖିକାଙ୍କର ସ୍ୱାତନ୍ତ୍ର୍ୟ ଆମକୁ ଦେଖିବାକୁ ମିଳିଥାଏ ପିଲେ। ସେମିତି ହିଁ ଆଉ ଗୋଟେ ଜିନିଷ ହଉଛି ତାଙ୍କର ଉପନ୍ୟାସର ବା ଅନ୍ୟ ଏକ ବିଷୟ ଆମେ ଦେଖିପାରିବା ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାକି ହଉଛି ପୌରାଣିକ କାହାଣୀ ମାନଙ୍କର ସମ୍ଭାର। ତାଙ୍କର ଆମେ ଯାଜ୍ଞସେନୀ କଥା କୁହନ୍ତୁ, ମହାମୋହ କଥା କୁହନ୍ତୁ ବା ମଗ୍ନ ମାଟିରେ ରହିଥିବା କୈବର୍ତ୍ତ ଗୀତାର ବିଷୟବସ୍ତୁ, ଏ ସବୁରେ ଆମକୁ ପୌରାଣିକ କାହାଣୀ ମାନ ଦେଖିବାକୁ ମିଳିଥାଏ ପିଲେ। ଆଉ ଏଇଟା ତାଙ୍କ ଉପନ୍ୟାସ ମାନଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଆମେ କହିପାରିବା। ତେବେ ୟା ସମ୍ପର୍କରେ ବି ଯଦି ଆମେ ଦେଖିବା, ଏଇ ଯାଜ୍ଞସେନୀ ତଥା ମହାମୋହ ଦିଟା ଯାକର ପଟ୍ଟଭୂମି ହିସାବରେ ସେ ଭାରତୀୟ ପୁରାଣ ଶାସ୍ତ୍ର ମହାଭାରତ ଆଉ ରାମାୟଣକୁ ଗ୍ରହଣ କରିଛନ୍ତି। ବ୍ୟାସଦେବଙ୍କର କୃତ ମହାଭାରତ, ଯାହାର କି ନାୟିକା ଦ୍ରୌପଦୀ, ଆଉ ବାଲ୍ମୀକି ରାମାୟଣରେ ରାମଙ୍କୁ ଅପେକ୍ଷା କରିଥିବା ଗୌତମଙ୍କ ପତ୍ନୀ ଅହଲ୍ୟା, ଦୁଇ ଜଣ ଅନନ୍ୟ ଚରିତ୍ର ଏବଂ ଆଜିର ପୃଥିବୀ ପାଇଁ ସେମାନେ ହେଉଛନ୍ତି ମହାସତୀ। କିନ୍ତୁ ବ୍ୟକ୍ତିଗତ ଜୀବନ ଯଦି ତାଙ୍କର ଆମେ ବିଚାର କରିବା, ଅପମାନିତା ତଥା ନିରନ୍ତର ଅନ୍ତର୍ଚେତନାରେ ସେମାନେ ସଂଘର୍ଷରତ। ପୁଣି ସେମାନଙ୍କର ଜୀବନାଲେଖ୍ୟ ଯୋଉଟା କି ଉପନ୍ୟାସିକା ଅନନ୍ୟ ପୌରାଣିକ ଚିତ୍ରଣ ବା ଚରିତ୍ର ତଥା ଘଟଣା ମଧ୍ୟ ସଂଯୋଜନ କରିଛନ୍ତି। ଯେମିତିକି ଉପନ୍ୟାସ ମହାମୋହରେ ରାମାୟଣ ସ୍ରଷ୍ଟା ବାଲ୍ମୀକିଙ୍କର ପୂର୍ବବର୍ତ୍ତୀ ଦସ୍ୟୁ ରତ୍ନାକର ଜୀବନ, ଆଶ୍ରମବାସୀ ଋଷି ବାଲ୍ମୀକିରେ ପରିଣତ ହବା, ପୁଣି ଗୋଟେ ଜନ୍ମରେ ଦିଟା ବିପରୀତ ଧର୍ମୀ ବ୍ୟକ୍ତିତ୍ୱର ଅଧିକାରୀ ହବାକୁ ବର୍ଣ୍ଣନା କରାଯାଇଛି। ବାଲ୍ମୀକି ଆଶ୍ରମରେ ସୀତା ବନବାସ ଘଟଣା, ତାଙ୍କର ଲବକୁଶଙ୍କର ଜନ୍ମ, ଲାଳନ ପାଳନ ଇତ୍ୟାଦି ବର୍ଣ୍ଣନା ହେଇଛି। ପୁଣି ଆହୁରି ଏଥିରେ ରହିଛି ବିଶ୍ୱ ସୃଷ୍ଟିର ରହସ୍ୟ ବର୍ଣ୍ଣନା
ଅମୃତ ପ୍ରାପ୍ତି ଆଶାରେ ଦେବ ଆଉ ଦାନବଙ୍କର ସମୁଦ୍ର ମନ୍ଥନ, ମହର୍ଷି ବିଶ୍ୱାମିତ୍ର, ମେନକା, ଶକୁନ୍ତଳା ଉପାଖ୍ୟାନ, ବୃତ୍ତାସୁର ବଧ ପ୍ରସଙ୍ଗ, ଗୌତମ ଶିଷ୍ୟ ସତ୍ୟକାମ ଆଉ ତାର ମା ଦାସୀ ଜାବାଳ ପ୍ରସଙ୍ଗ। ତ ବଶିଷ୍ଠ ଆଉ ବିଶ୍ୱାମିତ୍ରଙ୍କ ଭିତରେ ଶୀତଳ ଯୁଦ୍ଧ ପ୍ରସଙ୍ଗ, ଏଇ ସବୁ ଏଇ ଉପନ୍ୟାସ ମାନଙ୍କରେ ଆମକୁ ଦେଖିବାକୁ ମିଳିଛି ପିଲେ। ସେମିତି ଖାଲି ଯେ ଆମେ ଏଇ ଯାଜ୍ଞସେନୀ କଥା କହିବା ସେମିତି ନୁହଁ, ତାଙ୍କର ଏଇ ଯୋଉ ମହାମୋହ ଉପନ୍ୟାସ ମଗ୍ନମାଟି ଉପନ୍ୟାସ ବି ଆମେ ଦେଖିଲେ ପିଲେ, ଏଇ ମଗ୍ନମାଟି ଉପନ୍ୟାସରେ ଆମକୁ ଦେଖିବାକୁ ମିଳେ କୈବର୍ତ୍ତ ଗୀତାର ବିଷୟବସ୍ତୁ, ଯୋଉଟା କି ରାମାୟଣର ଯୋଉ ବିଜ୍ଞାନୀ କୈବର୍ତ୍ତର ଜନ୍ମ ବୃତ୍ତାନ୍ତ ରହିଛି ତାର କାହାଣୀ ବୋଲି ଆମେ କହିପାରିବା। ତେବେ କୋଉମାନେ ରାମାୟଣରେ ବର୍ଣ୍ଣିତ ଏଇ ବିଜ୍ଞାନୀ କୈବର୍ତ୍ତ ବିଷୟରେ ଜାଣିଛ, ମତେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣେଇବ। ତେବେ ଏଇ ଯୋଉ ବିଜ୍ଞାନୀ କୈବର୍ତ୍ତ, ଯିଏକି ମହାପ୍ରଭୁଙ୍କର କର୍ଣ୍ଣ ମୂଳରୁ ଚନ୍ଦନମଳି ଟିକେ କାଢି ତାକୁ ପୁରୁଷ ରୂପ ସହ ଜୀବନ୍ୟାସ ଦେଇଥିଲେ ଏବଂ ତାକୁ କୈବର୍ତ୍ତ ନାମ ଦେଇକି ପ୍ରଳୟ ସମୟରେ କର୍ଣ୍ଣଧାର ହେବୁ ବୋଲି ଆଶୀର୍ବାଦ ଦେଇଥିଲେ। ପୁଣି ତୁ ଅବଶେଷରେ ରାଜା ହେବୁ ଏବଂ ଦାସ ରାଜା ଭାବରେ ଖ୍ୟାତ ହେବୁ, ଏଇ ବର୍ଣ୍ଣନା ରହିଛି ପିଲେ। ନଦୀ ରୂପୀ ମହାନଦୀ ହେଉଛି ବିଷ୍ଣୁଅଂଶୀ, ଜଣେ ରାଜାଙ୍କର ପାଟରାଣୀ। ସେମାନଙ୍କର ଝିଅ ହଉଛନ୍ତି ଗିରିମା ଏବଂ ତାଙ୍କରି ଗର୍ଭଜାତ ସନ୍ତାନ ମାନେ ମାଡିଗଲେ କୈବର୍ତ୍ତ କୂଳ ଭାବରେ। ମହାନଦୀ ଶାଖା ପ୍ରଶାଖା ମେଲି ଯୋଉ ଅଞ୍ଚଳ ଦେଇ ସମୁଦ୍ର ମାଡି ଯାଇଛି, ଭଗବାନ ଦାସ କୈବର୍ତ୍ତର ସେବା ପୂଜାରେ ମୁଗ୍ଧ ହୋଇ ଅଶ୍ଵ ଓ ନୌକାଟିଏ ପ୍ରଦାନ କରିଥିଲେ ଏବଂ ସେହି ଅଶ୍ଵ ହିଁ ଆଜିର ସମୟରେ ବାସୁଳି ଅଶ୍ଵ ଭାବରେ ପୂଜିତ ହୋଇଥିବାର ପରମ୍ପରା, ଯାହାକି ଆଜି ବି ଓଡ଼ିଶାରେ ଆମକୁ ଦେଖିବାକୁ ମିଳେ। ଆଉ ଏହା ହିଁ ବର୍ଣ୍ଣନା କରାହେଇଛି। ତେବେ ଯାଜ୍ଞସେନୀ ଉପନ୍ୟାସରେ ଖାଲି ଯେ ଗୋଟେ ଦିଟା ପ୍ରସଙ୍ଗ ନୁହଁ ପିଲେ, ବହୁତ ପ୍ରସଙ୍ଗ ଆମକୁ ଏଇ ଯାଜ୍ଞସେନୀ ଉପନ୍ୟାସରେ ଦେଖିବାକୁ ମିଳିଥାଏ। ଯେମିତିକି ସୀତା ମାନେ ଅନ୍ୟାନ୍ୟ ପ୍ରସଙ୍ଗ ଭିତରେ ସୀତା ସ୍ୱୟଂବର ହେଲା, ବା ସତ୍ୟବତୀ ତଥା ଶାନ୍ତନୁଙ୍କର ବିବାହ ହେଲା, କର୍ଣ୍ଣ ଜନ୍ମ ହେଲା, ଫାଲ୍ଗୁନୀ ଆଉ ନାଗକନ୍ୟା ଉଲୁପି ବିବାହ ହେଲା, ପୁଣି ଫାଲ୍ଗୁନୀ ଆଉ କଳିଙ୍ଗ କନ୍ୟା ଆର୍ଯ୍ୟାଙ୍କର ବିବାହ ହେଲା, ଫାଲ୍ଗୁନୀ ତଥା ସୁଭଦ୍ରା ପରିଣୟ, ଶିଶୁପାଳ କଥା, ଜାରାଶବରର ଶିଷ୍ୟତ୍ୱ, ଦ୍ରୌପଦୀଙ୍କର ଅକ୍ଷୟ ପାତ୍ର ପ୍ରସଙ୍ଗ, ଧର୍ମବକ ତଥା ଯୁଧିଷ୍ଠିର କଥା, କୀଚକବଧ କଥା, ଏଇ ସବୁ କଥା ଆମକୁ ଦେଖିବାକୁ ମିଳେ ଯୋଉଟା କି ପୌରାଣିକ ପ୍ରସଙ୍ଗ ଭିତରୁ ସିଏ ନେଇଛନ୍ତି। ସେମିତି ଅନ୍ୟ ଏକ ମହାଭାରତର ବିଷୟବସ୍ତୁ ହିଁ ଆମକୁ ମହାରାଣୀ ପୁତ୍ରରେ ମଧ୍ୟ ଦେଖିବାକୁ ମିଳିଥାଏ। ଯୋଉ ଆଦିବାସୀ ଜନଜାତି ରହିଛନ୍ତି ଭୂଇଁଆ, ସେମାନଙ୍କର ନାମକରଣ ପଛର କାହାଣୀଟା ଆମକୁ ଏଥିରେ ଦେଖିବାକୁ ମିଳେ। ସେ ଲେଖୁଛନ୍ତି ଲେଖିକା ଆମର ଯେ ଦ୍ୱାପର ଯୁଗରେ ମା କୁନ୍ତି ଆଉ ପଞ୍ଚୁ ପାଣ୍ଡବ ଯେତେବେଳେ କି କୌରବ ମାନେ ତିଆରି କରିଥିବା ମାନେ ଯୋଉ ଘରେ ରହିକି ଦଗ୍ଧ ହେବା ସମୟରେ ପହଞ୍ଚିଛନ୍ତି, ସେଇ ସମୟ ବେଳକୁ ତାଙ୍କୁ ସେଠୁ ଉଦ୍ଧାର କରିବା ପାଇଁ କୃଷ୍ଣ ନିଜ ବିଶାଳ ଭୁଜରୁ ତିଆରି କରିଥିଲେ ଦୁଇ ଜଣ ବିଶାଳକାୟ ପୁରୁଷ। ପରମାତ୍ମାଙ୍କ ପରମ ଆଜ୍ଞାରେ ବିଭୁ ଭୁଜଜାତ ଏଇ ପୁରୁଷ ଦି ଜଣ ଗଙ୍ଗା ନଦୀ କୂଳରୁ ଜଉଘର ଯାଇ ଗୋଟେ ଦୀର୍ଘ ସୁଡ଼ଙ୍ଗ ତିଆରି କରିଥିଲେ। ଆଉ ସେଠୁ ବାହାରିଥିବା ମାଟିକୁ ଦେଖିଲେ କୌରବ ଗୁପ୍ତଚର ମାନେ ସନ୍ଦେହ କରିବେ ଭାବିକି ଧର୍ମ ରକ୍ଷା ପାଇଁ ସେ ପୁରୁଷ ଦ୍ୱୟ ଆଁ କରିକି ସେଠୁ ବାହାରୁଥିବା ମାଟି ମାନଙ୍କୁ ନୀରବରେ ଭକ୍ଷଣ କରି ଚାଲିଲେ। ଶେଷରେ ସେ ସୁଡ଼ଙ୍ଗ ପଥ ଦେଇକି ରକ୍ଷା ପାଇଲେ ପଞ୍ଚୁ ପାଣ୍ଡବ ଆଉ ମା କୁନ୍ତି। ଆଉ ସେଇ ଯୋଉ ବୀର ପୁରୁଷ ଯୋଉମାନେ କି ଭୂମି ଗ୍ରାସ କରିଥିଲେ, ସେଇମାନେ ହିଁ ପରବର୍ତ୍ତୀ ସମୟରେ ଭୂଇଁଆ ନାମରେ ପରିଚିତ ହେଲେ ବୋଲି କୁହାଯାଇଛି। ଆଉ ସେମାନଙ୍କର ବଂଶଧର ମାନେ ପରବର୍ତ୍ତୀ ସମୟରେ କେଉଁଝର, ବଣେଇ, ସିଆପୁର, ମୟୂରଭଞ୍ଜ ଏଇଭଳିଆ ସ୍ଥାନ ମାନଙ୍କରେ ଅବସ୍ଥିତ ବୋଲି ଜଣାଯାଇଛି, ବା ସେଇ ବିଷୟ ଆମକୁ ଏଥିରେ ଦେଖିବାକୁ ମିଳିଛି ପିଲେ। ସେମିତି ନେକ୍ସଟ ଯଦି ଆମେ ଦେଖିବା ତାଙ୍କର ଶିଳାପଦ୍ମ ଉପନ୍ୟାସ, ଏଇ ଯୋଉ ଶିଳାପଦ୍ମ ଉପନ୍ୟାସ ରହିଛି, ଏଥିରେ ଆମକୁ ମା ଗଙ୍ଗେଶ୍ୱରୀ ଠାକୁରାଣୀଙ୍କୁ କେନ୍ଦ୍ର କରିକି ଗୋଟେ କାହାଣୀ ଦେଖିବାକୁ ମିଳିଥାଏ। କୋଣାର୍କ ନିର୍ମିତ ହବା ପୂର୍ବରୁ ରାଜା ନରସିଂହ ଦେବ, ଯିଏକି ତାଙ୍କର ଇଷ୍ଟ ଦେବୀ ମା ଗଙ୍ଗେଶ୍ୱରୀଙ୍କର ମନ୍ଦିର ପ୍ରତିଷ୍ଠା କରିଥିଲେ, ଯିଏକି ଥିଲେ ଜଣେ ପ୍ରତ୍ୟକ୍ଷ ଠାକୁରାଣୀ। ଆଉ ମନ୍ଦିର ତୋଳା ପୂର୍ବରୁ ସିଏ ଅମୋକ୍ଷ ହେଇ ବୁଲିଥିଲେ। ସାଇଁ ସାଇଁ ବ୍ରହ୍ମପୁର ଗାଁ ଶେଷରେ ଗୋବର ପାଟ, ବିଲବଣ ଇତ୍ୟାଦିରେ ସେ ବୁଲୁଥିଲେ। ଚରୁଥିବା ଗାଈ ପହ୍ନାରେ ମୁହଁ ଲଗେଇ ସେ କ୍ଷୀର ପିଉଥିଲେ। ଆଉ ସେ ସମୟରେ ଗାଈର ଚିର ଶୂନ୍ୟ ହେଇଯାଏ। ଦିନେ ସିଏ ଦେଖିଲେ ଯେ ଗୋପାଳ ଗାଈକୁ ଲୁଚିକରି ଜଗି ରହିଛି ଏବଂ ଦେଖିଛି ଯେ ଗୋଟେ ଦିବ୍ୟ ସୁନ୍ଦରୀ ସ୍ତ୍ରୀ ଲୋକ କଅଁଳା ବାଛୁରୀ ପରି ଚିରରେ ମୁହଁ ଲଗେଇ କ୍ଷୀର ପିଉଛନ୍ତି। ଗୋପାଳ ଖୁବ୍ ରାଗି ତାଙ୍କ ମୁଣ୍ଡରେ ଠେଙ୍ଗା ପାହାର ଦେଲେ ଏବଂ ଦେବୀଙ୍କର ମୁଣ୍ଡ ଫାଟି ରକ୍ତ ଝରିଲା। ସେଇ ଦିନ ରାତିରେ ଗୋପାଳ ମୃତ୍ୟୁବରଣ କଲା ଏବଂ ଅନ୍ୟମାନଙ୍କ ପାଖରେ ଦେବୀଙ୍କ ମହିମା ଜଣାଗଲା ଏବଂ ସେଇ ମହିମା ପ୍ରଭାବିତ ହେଇ ବଣ, ବାରି, ବିଲ, ପାଟ ସବୁଆଡେ ରକ୍ତ ଛିଟାକୁ ଅନୁସରଣ କରି ଠାକୁରାଣୀଙ୍କୁ ଖୋଜିବା ଆରମ୍ଭ କଲେ ଅନ୍ୟମାନେ। ଗୋଟେ ବେଲ ଗଛ ମୂଳରେ ମନ୍ଦାଏ ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଲା। ଆଉ ସେଇ ବେଲ ମୂଳକୁ ତାଡିବାରୁ
ଠାକୁରାଣୀ ବାହାରିଲେ। ଆଉ ଖଣ୍ଡ ଖଣ୍ଡ ପଥର ଉପରେ ପଥର ଥୁଆ ହେଇ ମନ୍ଦିରଟେ ତିଆରି କରାଗଲା। ଆଉ ରାତିକ ଭିତରେ ମନ୍ଦିର ସାରିବା ପାଇଁ ଯୋଜନା ଥିଲା, କିନ୍ତୁ ରାତି ପାହିବା ପୂର୍ବ ସମୟକୁ ମନ୍ଦିରର ମୁଣ୍ଡି ମରା ହେଇ ପାରିଲା ନାହିଁ। ଆଉ ସେଇ କାରଣରୁ ହିଁ ମନ୍ଦିର ସେଇ ଦିନଠୁ ଲଣ୍ଡା ହେଇ ରହିଛି ବୋଲି କୁହାଯାଉଛି। ତ ଏଇଭଳି ବିଷୟ ଆମକୁ ଏଥିରେ ଦେଖିବାକୁ ମିଳିଥାଏ ପିଲେ। ସେମିତି ଆମେ ଯଦି ଦେଖିବା ଲେଖିକାଙ୍କର ଯୋଉ ଉପନ୍ୟାସ ଆମେ ଦେଖିବାକୁ ପାଉଛନ୍ତି ପିଲେ, ସେ ସବୁ ଉପନ୍ୟାସରେ ଆମେ ପାଇବା ପ୍ରାଚୀନ କାହାଣୀ। ଆଉ ସେଇ ପ୍ରାଚୀନ କାହାଣୀଟିଏ ପାଠକମାନଙ୍କ ନିକଟରେ ଉନ୍ମୋଚିତ କରିବା ହିଁ ତାଙ୍କର ଉଦ୍ଦେଶ୍ୟ ବୋଲି ଆମେ କହିପାରିବା। ସେମିତି ତାଙ୍କର ମହାମୋହ ଉପନ୍ୟାସ ବି ଯଦି ଆମେ ଦେଖିବା ପିଲେ, ମୁଁ ତ ତମାନଙ୍କୁ କହି ହିଁ ଦେଲି ଯେ କୋଉ ଧରଣର ବିଷୟବସ୍ତୁ ଏଥିରେ ଆମର ରହିଛି। କିନ୍ତୁ ୟା ଭିତରୁ ବି ଯଦି ଆମେ ଦେଖିବା, ତାହେଲେ ତାଙ୍କର ସୌନ୍ଦର୍ଯ୍ୟ ତତ୍ଵ ବ୍ୟତୀତ ଆଉ କିଛିଟା ମାନବିକ ତତ୍ଵ ତଥା ଭାରତୀୟ ପୁରାଣ ଶାସ୍ତ୍ରକୁ ନେଇକି ମଧ୍ୟ ସେ ସୂଚନା ମାନ ଏଥିରେ ଦେଇଛନ୍ତି। ଯେମିତିକି ସେ କହୁଛନ୍ତି, ମନ ହେଉଛି ଆତ୍ମସିଦ୍ଧିର ସାଧକ, ମନର ଧର୍ମ ସଂକଳ୍ପ, ସତ୍ୟ ସଂଯମ ପବିତ୍ରତାର ସଂଯୋଗରେ ମନରେ ଜନ୍ମ ନିଏ ଶିବ ସଂକଳ୍ପ। ଶିବ ସଂକଳ୍ପ ମନୁଷ୍ୟକୁ କରେ ଦେବତା ଏବଂ ଅଶିବ ସଂକଳ୍ପ ମନୁଷ୍ୟକୁ କରେ ଅଶିବ। ପୁଣି ସେ ଲେଖୁଛନ୍ତି ସେଥିରେ, ଯେଉଁ କର୍ମରେ ମନ ଅଶାନ୍ତ ଓ ଉଦ୍ବିଗ୍ନ ହୁଏ, ଯେଉଁ କର୍ମରେ କଦାଚିତ୍ ଶାନ୍ତି ମିଳେ ନାହିଁ, ତାରି ନାମ ପାପ। ତ ଏଇଭଳି ବହୁତ ପୌରାଣିକ ତତ୍ଵ ଆମେ ଏଥିରେ ଦେଖିବାକୁ ପାଇଥାନ୍ତି ପିଲେ। ସେମିତି ହିଁ ସୌନ୍ଦର୍ଯ୍ୟ ଉପରେ ପ୍ରବୀଣ ମାନଙ୍କଠୁ ମଧ୍ୟରୁ ଅନେକ ସ୍ୱମତ ସ୍ୱବିଚାର ମଧ୍ୟ ସିଏ ଦେଖିବାକୁ ଏଥିରେ ଉପସ୍ଥାପିତ କରିଛନ୍ତି। ଯେମିତିକି ଇନ୍ଦ୍ର କହୁଛନ୍ତି, ମଣିଷ ମନ ହେଉଛି ସୌନ୍ଦର୍ଯ୍ୟଗ୍ରାହୀ, ତେଣୁ ସୌନ୍ଦର୍ଯ୍ୟ ମନ ଅଭିଳାଷଙ୍କୁ ହିଁ ପୂର୍ଣ୍ଣ କରିଥାଏ। ସୌନ୍ଦର୍ଯ୍ୟର ମୋହିନୀ ଶକ୍ତି ଅଛି, ଏହା ମଣିଷକୁ ଅପାର ଆନନ୍ଦ ଦେଇଥାଏ। ଏଟା ମହାମୋହ ଉପନ୍ୟାସର ଗୋଟେ ଉକ୍ତି ପିଲେ। ସେମିତି ସେଇ ଉପନ୍ୟାସରେ ହିଁ ଗୌତମ ଋଷି କହୁଛନ୍ତି, ଯେଉଁ ସୌନ୍ଦର୍ଯ୍ୟ ପାର୍ଥିବ ଆନନ୍ଦ ଦିଏ, ତାହା ସୌନ୍ଦର୍ଯ୍ୟ ନୁହେଁ, ସୌନ୍ଦର୍ଯ୍ୟ ନାମରେ ମାୟା। ସେମିତି ବଶିଷ୍ଠ ଋଷିଙ୍କର ମଧ୍ୟ ଗୋଟେ ଉକ୍ତି ରହିଛି, ଲେଖୁଛନ୍ତି, ସୌନ୍ଦର୍ଯ୍ୟ ବ୍ୟାଧି ପୀଡା ଜରା ମୃତ୍ୟୁରୁ ଊର୍ଦ୍ଧ୍ୱକୁ ନେଇଯାଏ। ସେମିତି ପୁଣି ସିଏ ଲେଖୁଛନ୍ତି କଣ ନା, ଶ୍ରୀ ବିଷ୍ଣୁଙ୍କର ଗୋଟେ ଉକ୍ତି ଯେ ସୌନ୍ଦର୍ଯ୍ୟ ବୋଧ ଅତୀନ୍ଦ୍ରିୟ ଏବଂ ଆଧ୍ୟାତ୍ମିକ ଆନନ୍ଦ ସୃଷ୍ଟି କରିଥାଏ। ସୌନ୍ଦର୍ଯ୍ୟ ହେଉଛି ଜୀବନ ମନ ଓ ଆତ୍ମା ସମ୍ପର୍କିତ ଜିଜ୍ଞାସାର କଳାତ୍ମକ ସମାଧାନ। ଏହା ଚିରକାଳ ଆଧ୍ୟାତ୍ମିକ। ସର୍ବଶେଷ କଥା ମାତ୍ର ଏତିକି ଯେ ସୌନ୍ଦର୍ଯ୍ୟ ମାନବର କାମନା ବାସନାକୁ ମୁଖ୍ୟ ଦିଗରେ ପରିଚାଳିତ କରିଥାଏ। ତ ଏହିଭଳି ବହୁତ ସୁନ୍ଦର ସୁନ୍ଦର ଉକ୍ତି ଲେଖିକାଙ୍କର ଲେଖାରେ ଆମକୁ ଦେଖିବାକୁ ମିଳେ ପିଲେ। ତେବେ ଲେଖିକାଙ୍କର ଲେଖାରେ ଆହୁରି ବହୁତ ଗୁଡାଏ ଦିଗ, ଯେମିତିକି ତାଙ୍କର ଲେଖା ମାନଙ୍କରେ ତାଙ୍କର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ତାଙ୍କର ସାମାଜିକ ଅନୁଚିନ୍ତା ତଥା ଅନ୍ୟାନ୍ୟ କିଛି ଦିଗ ମଧ୍ୟ ଆମକୁ ଦେଖିବାକୁ ମିଳିଥାଏ। ତେବେ ଆଜିର ଆଲୋଚନାରେ ଏତିକି। ଯଦି ଆପଣମାନେ ତାଙ୍କ ଲେଖାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ସାମାଜିକ ଅନୁଚିନ୍ତା ତଥା ଲୋକ ସାହିତ୍ୟ ପ୍ରୟୋଗ ଇତ୍ୟାଦି ଜାଣିବାକୁ ଚାହୁଁଥାନ୍ତି, ତାହେଲେ କମେଣ୍ଟ ବକ୍ସରେ ମତେ ନିଶ୍ଚୟ ଜଣାଇବେ। ଆମେ ୟାର ଚତୁର୍ଥ ଭାଗରେ ମଧ୍ୟ ତା ସମ୍ପର୍କରେ ଆଲୋଚନା କରିବା। ତେବେ ଆଜିର ଆଲୋଚନା ଏତିକି। ଯେଉଁମାନେ ଏନଟିଏ ୟୁଜିସି ନେଟ୍ କିମ୍ବା ଏସଏସବି ପିଜିଟି ଓଡ଼ିଆ ତଥା ଓପିଏସସି ପିଜିଟି ଓଡ଼ିଆ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥାନ୍ତି, ସେମାନେ ଆମ ସହିତ ଦିଆଯାଇଥିବା ଯୋଗାଯୋଗ ନମ୍ବର ମାଧ୍ୟମରେ ଯୋଗାଯୋଗ କରିପାରିବେ। ଆଜିର ଆଲୋଚନାଟି କେମିତି ଲାଗିଲା କମେଣ୍ଟ ବକ୍ସରେ ମତେ ନିଶ୍ଚୟ ଜଣାଇବେ। ଶେଷ ପର୍ଯ୍ୟନ୍ତ ଭିଡିଓଟି ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।